এই ଗଛଟାକୁ ଆପଣମାନେ କି ଚିହ୍ନିଛନ୍ତି କି? ଏଇଟାକୁ ଖଟା ଭେଣ୍ଡି ବା ଖଟା ପାଳଙ୍ଗ କହନ୍ତି। ଏ ଗଛ ବିଷୟରେ କିଛି କହିବା ଆଜିର ମୋର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ମୁଁ ଦେଖିଲା ବେଳକୁ ଏଇ ଗଛଟି ଆଉ ଗୋଟିଏ ଗଛକୁ ସମ୍ପୂର୍ଣ୍ଣ ଘୋଡ଼େଇ ଦେଇଛି। ସେଇ ଦୃଶ୍ୟଟା ଦେଖିଲି ତ ମୋର ଗୋଟେ ବହୁତ ବଡ଼ କଥା ମନେ ପଡ଼ିଗଲା। ଭାବିଲି ଏଇ କଥାଟି ଆପଣମାନଙ୍କୁ କହିବାର ଆଜି ହିଁ ବୋଧେ ପ୍ରକୃତ ଦିନ। ସେଇଥିପାଇଁ ମୋ ଆଖିରେ ଏଇ ଜିନିଷଟି ପଡ଼ିଲା। ମୁଁ ସାଙ୍ଗେ ସାଙ୍ଗେ ଶିବକୁ ଡାକିଲି। ସେ ଗଛ ଯେଉଁ ଚାରିଆଡ଼କୁ ଗଡ଼ିକି ପଡ଼ିଥିଲା ତାକୁ ଗୋଟେ ଖୁଣ୍ଟି ପୋତିକି ଗୋଟେ ସୁତୁଲି ଦେହରେ ବାନ୍ଧିଦେଲି। ବାନ୍ଧି ଦେବା ପରେ ଦେଖନ୍ତୁ କ'ଣ ହେଉଛି। ତା ତଳୁ ଗୋଟିଏ କୁଣ୍ଡ ବାହାରିଲା। ଆଉ ସେ କୁଣ୍ଡରେ ବି ଗୋଟିଏ ଗଛ ପୁରା ଜୀର୍ଣ୍ଣ ଶୀର୍ଣ୍ଣ ହେଇଯାଇଛି। ଯଦି ମୁଁ ଆଜି ସେ ଗଛଟିକୁ ଏଇଥିରୁ ଉଦ୍ଧାର କରିନଥାନ୍ତି, ହୁଏତ ସେ ଗଛଟି ବି ମରିଯାଇଥାନ୍ତା। କାହିଁକି ନା ସେଟା ପୁରା ସେଠି ଘୋଡ଼େଇ ହେଇକିରି ରହିଯାଇଥିଲା। ଆଉ ଆପଣମାନେ ସମସ୍ତେ ଜାଣିଛନ୍ତି, ଗଛ ଛାଇରେ ଗଛ କେବେ ଉଧାଏନି। ଯେହେତୁ ସେ ଗଛଟା ୟା ଉପରେ ପୁରା ନଦୀ ହେଇଥିଲା, ଏ ଗଛଟା ନିଶ୍ଚୟ ମରିଯାଇଥାନ୍ତା। ତା ଦେହରେ ଦେଖନ୍ତୁ ଆଉ ପତ୍ର ଫତ୍ର ବି ନାହିଁ। ତାହେଲେ ଏଇଟା ଗୋଟେ ଏମିତି କ'ଣ ବଡ଼ କଥା ଯେ ମୁଁ ସେ ଗଛକୁ ଉଠେଇଲି ଆଉ ଏ ଗଛ ବିଷୟରେ କହୁଛି। ଆପଣମାନେ ଏତିକି ଲକ୍ଷ୍ୟ କରନ୍ତୁ, ଏଇ କୁଣ୍ଡଟିକୁ ଆଉ ଗଛଟିକୁ ତାକୁ ମୁଁ ଶିବ ହାତରେ ଆଣି ଏଠି ରଖିଦେଲି। ଏଠି ଖରା ପଡ଼ିବ, ଆଉ ତାପରେ ମୁଁ ସେ ଗଛର ଯତ୍ନ ବି ନେବି। ଠାକୁରଙ୍କ ଶ୍ରୀଚରଣରେ ପ୍ରଣାମ କଲି। ଆଜି ପବିତ୍ର ଗୁରୁ ଦିବସ। ସେଇଥିରେ ମୁଁ ଠାକୁରଙ୍କୁ ନେଇ ଗୋଟେ ଅନୁଭୂତି କଥା କହୁଛି। ଗତ ବର୍ଷ ଅକ୍ଟୋବର ଶେଷ ନଭେମ୍ବର ଆରମ୍ଭରେ ଆମେ କେଦାରନାଥ ଯାଇଥିଲୁ। ସେଇଠି ଜଣେ ବିଶିଷ୍ଟ ହିମଯୋଗୀଙ୍କ ସାଙ୍ଗେ ଦେଖା ହେଇଥିଲା। ସେଇଟା ଗୋଟେ ଅଲଗା ପ୍ରସଙ୍ଗ। କେଦାରନାଥ ଯାଇଥିବା ସମୟରେ ମୁଁ ତୁଙ୍ଗନାଥ, ବଦ୍ରିନାଥ, କଳ୍ପେଶ୍ୱର ଆଉ ତ୍ରିଯୁଗୀ ନାରାୟଣ ବି ଯାଇଥିଲି। ସେଠୁ ଫେରି ଆମେ ଗଲୁ ଆମ ଠାକୁରଙ୍କ ଆଶ୍ରମକୁ। ଆମ ଠାକୁରମାନେ, ମୁଁ ଯେଉଁ ଠାକୁରଙ୍କୁ ପୂଜା କରେ ତାର ମୁଖ୍ୟ ଆସନ, ଯେଉଁଟାକି ଠାକୁରେ ନିଜ ହାତରେ ମାନେ ଏଇ ଆଶ୍ରମରେ ଠାକୁରେ ଥିଲେ ବା ଏଇ ଆଶ୍ରମକୁ ଗଢ଼ିଥିଲେ, ସେଇଟା ହେଉଛି କୋକିଳାମୁଖର ଆଶ୍ରମ। ଆମେ ସେଇଠିକି ଯାଇଥିଲୁ। ସେପ୍ଟେମ୍ବରରେ ତ ସିଆଡ଼ୁ ଫେରିଲୁ। ସେପ୍ଟେମ୍ବରରେ ଯାଇକି ଅକ୍ଟୋବରରେ ଫେରିଲୁ। ଆମେ ଆଶ୍ରମ ଗଲୁ ମାର୍ଚ୍ଚ ମାସରେ। ମାର୍ଚ୍ଚ ମାସରେ ଗଲୁ କାହିଁକି ନା ସେତିକିବେଳେ ଶିବରାତ୍ରି ପଡ଼ିଥିବ। ସେଇଠି ଶିବଙ୍କ ପୂଜା ଅର୍ଚ୍ଚନା ହେବ। ଆମେ ଦେଖିବୁ, ଗୋଟେ ଭଲ ସମୟରେ ଠାକୁରଙ୍କ ପାଖକୁ ଯିବୁ। ଆଉ ମୁଁ ଏଠି ଆପଣଙ୍କୁ ଆଶ୍ରମର ଦୃଶ୍ୟ ଦେଖାଉଛି। ସୁନ୍ଦର ଆଶ୍ରମ। ସେ ବିଷୟରେ ବା କ'ଣ ବର୍ଣ୍ଣନା କରିବି। ଯଦି ଆପଣମାନେ କେବେ ଯିବେ ସେ କଥା ଉପଲବ୍ଧି କରିବେ। ମୁଁ ଯାହା କହୁଛି ଶୁଣନ୍ତୁ। ଆଶ୍ରମକୁ ଆମେ ଯାଇଥିଲୁ ଶିବରାତ୍ରିରେ ଏଇଥିପାଇଁ। ଏଠି ଦେଖନ୍ତୁ ଠାକୁରଙ୍କ ସମ୍ମୁଖରେ ବି ଶିବଲିଙ୍ଗ ଚିତ୍ର କରାଯାଇଛି। ସେଦିନ ଆଶ୍ରମ ଭିତରେ ହୋମଯଜ୍ଞ ହେଇଥିଲା ଦିନରେ। ତାପରେ ରାତିରେ ସେଠି ଶିବଙ୍କର ପୂଜା ହେଇଥିଲା। ଶିବଙ୍କର ଯେତେବେଳେ ପୂଜା ହେଲା, ସେଇଠି ମୁଁ ଗୋଟେ ହଳଦିଆ ରଙ୍ଗର 2 ଥାକିଆ ଦୁଦୁରା ଫୁଲ ଦେଖିଥିଲି। ଆପଣ ଆଗକୁ ଦେଖିବେ, ସେଇଥିରେ ବି ସଜା ହେଇଛି। ସେଇଠୁ ସେ ମହାରାଜ ଯିଏ ବଗିଚା ଦାୟିତ୍ୱରେ ଥିଲେ, ମୁଁ ତାଙ୍କୁ କହିଲି ଏଇ ଗଛରୁ ଗୋଟିଏ ମୁଁ ନେଇପାରିବି? ସେ କହିଲେ, ଆଲୋ ମା, ଗଛ ତ ନେଇ ହେବନି ଏତେ ବାଟ, ଦେଖିବା ଯଦି ମଞ୍ଜି ଥିବ ତାହେଲେ ଗୋଟେ ମଞ୍ଜି ମୁଁ ତାକୁ ଦେବି। ଆପଣମାନେ ଯିଏ ଦେଖିଥିବେ, ଯଦି ଦୁଦୁରା ଗଛର ମଞ୍ଜିରେ କେତେ ବଡ଼ ଫଳଟେ ହୁଏ, ଆଉ ଗୋଟେ ଦୁଦୁରା ଫଳରେ କେତେ ମଞ୍ଜି ଥାଏ, ମାନେ 100ରୁ ଅଧିକ ମଞ୍ଜି ଥାଏ। ଯୋଗକୁ ସେ ବଗିଚାରେ ବୁଲିକି ଦେଖିଲେ, ଆଉ ଗୋଟିଏ ଦୁଦୁରା ଫଳ ପାଇଲେ। ସେ ଫଳଟିକୁ ମୁଁ କାଗଜରେ ଗୁଡ଼େଇକି ଅତି ଯତ୍ନ ସହକାରେ ଘରକୁ ଧରିକି ଆସିଲି। ଏଇଟା ମାର୍ଚ୍ଚ ମାସ କଥା। ପ୍ରବଳ ଖରା ହେଉଥିଲା। ମାର୍ଚ୍ଚ ମାସରେ ଯେତେବେଳେ ଅସରାଏ ବର୍ଷା ହେଲା, ଆମେ ସ୍ୱାମୀ ସ୍ତ୍ରୀ କଥା ହେଇକି ସେ ଦୁଦୁରା ମଞ୍ଜିକୁ ତଳି ପକାଇଦେଲୁ। ମୁଁ କାହାକୁ କିଛି କହିନଥାଏ, କିନ୍ତୁ ଆମ ଅନ୍ତର ଭିତରେ ଗୋଟେ ଭାବନା ଥିଲା ଶିବଙ୍କୁ ନେଇକି। କିନ୍ତୁ ମୁଁ ତ ଗୁରୁଙ୍କୁ ସବୁ ରୂପରେ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ସବୁ ରୂପରେ ମୁଁ ଗୁରୁ ପୂଜା କରେ। ତେଣୁ ନିଗମେଶ୍ୱରଙ୍କ ଭାବ ନେଇକି ଆମେ ଆଶ୍ରମ ଯାଇଥିଲୁ ଶିବରାତ୍ରିରେ। କିନ୍ତୁ ଆମ ଭିତର ଉଦ୍ଦେଶ୍ୟ ଥିଲା ଯେ ଏ ବର୍ଷ ଆମେ ଅମରନାଥ ଯିବୁ। ଏଇ କଥା ଗୁରୁପୀଠରେ ଜଣାଇବା ପାଇଁ ପ୍ରକୃତରେ ଆମେ ଯାଇଥିଲୁ। କିନ୍ତୁ ପ୍ରକାଶ୍ୟରେ ଏ କଥା ଆମେ କାହାକୁ କହିନଥିଲୁ। ଆଉ ଅମରନାଥ ଯାତ୍ରାର ଯେଉଁ ଭାବନା ଆମ ମନରେ ମାନେ ଅଙ୍କୁରୋଦ୍ଗମ ହେଇଥିଲା, ଆମେ ଯେତେବେଳେ କେଦାରନାଥରୁ ଟ୍ରେନରେ ସାଙ୍ଗ ହେଇକି ଦେଖା ହେଇଥିଲୁ ପ୍ରଭାତ ବାବୁ ନାମକ ଜଣେ ଆର୍ମିରେ କାମ କରୁଥିବା ବ୍ୟକ୍ତିତ୍ୱଙ୍କ ସହିତ। ସେ ସପରିବାର ବି ତୀର୍ଥଯାତ୍ରାରେ ଯାଉଥିଲେ। ଆମେ ପରସ୍ପର ସବୁ ସହିତ ବହୁତ ଘନିଷ୍ଠ ହୋଇଥିଲୁ। ଆଉ ସେଇଠି କଥା ପ୍ରସଙ୍ଗରେ ସେ କହିଥିଲେ ଯେ ସିଏ ଆସନ୍ତା ବର୍ଷ ଅମରନାଥ ଯିବେ। ତାପରେ ଆମେ ବି ଅମରନାଥ ଯିବା ପାଇଁ ମନେ ମନେ ପ୍ରସ୍ତୁତ ଆରମ୍ଭ କରିଥିଲୁ।
ମାର୍ଚ୍ଚରେ ତ ଯାଇକି ସେଠି ଶିବ ପୂଜା କରିକି ଠାକୁରଙ୍କୁ ଜଣେଇକି ଆସିଲୁ ଯେ ଠାକୁରେ ଆମେ ଚାହୁଁଛୁ ଟିକେ ମନ ହେଉଛି ଯେମିତି ବାପ ମା ପିଲାଙ୍କ ପାଖରେ ଅଳି କରନ୍ତି ଆମର ମନ ହେଉଛି ଟିକେ ଅମରନାଥ ଯିବା ପାଇଁ। ହେଲେ ସେ ଯେଉଁ ଦରଖାସ୍ତରେ ସିଏ ଯଦି ମୋହର ନ ମାରିବେ ବା ସାଂସନ୍ ନ କରିବେ ତାହେଲେ କ'ଣ ସେଇଟା କେବେ ସମ୍ଭବ ହେବ? ଠାକୁରଙ୍କୁ ଆମେ ଦରଖାସ୍ତଟି ଦେଇକି ଆସିଲୁ ଯେ ଠାକୁରେ ଆମେ ସ୍ୱାମୀ ସ୍ତ୍ରୀ ଅମରନାଥ ଯିବା ପାଇଁ ଚାହୁଁଛୁ ବା ଇଚ୍ଛା ପ୍ରକାଶ କରୁଛୁ। ତାଙ୍କୁ ନିବେଦନ କଲୁ, କରିକି ପୂଜାର୍ଚ୍ଚନା ସରିଲା। ସେଠୁ ଆମେ ଯାଇଥିଲୁ ପରଶୁରାମ ତୀର୍ଥ ଆଉ ଜଗନ୍ନାଥ ମନ୍ଦିର ସବୁ ବୁଲାବୁଲି କରିକି ଆଇଲୁ। ଭିତରେ ତ ଗୋଟିଏ ଉଦ୍ଦେଶ୍ୟ, ଆଉ ଆମେ ଅମରନାଥ ଯିବାର ଇଚ୍ଛା ପାଇଁ ଆମେ ଠାକୁରଙ୍କୁ ନିବେଦନ କରିବାକୁ ଯାଇଥିଲୁ। ସେଥିରୁ ଦୁଦୁରା ମଞ୍ଜିଟି ଧରିକି ଆସିଥିଲୁ। ଆସିକିରି କ'ଣ କଲି, ଏଇଟା ବି ସେଇ ଦୁଦୁରା ନୁହେଁ, ରୁହନ୍ତୁ ମୁଁ ଆସିବ ସେ ଫୁଲଟା ଯେତେବେଳେ ଆପଣଙ୍କୁ ଦେଖେଇଦେବି। ଦୁଦୁରା ମଞ୍ଜିଟି ଆଣି ଘରେ ଆମେ ତଳି ପକେଇଲୁ। ତଳି ପକେଇଲା ପରେ ସୁନ୍ଦର ଭାବରେ ଗଛ ସବୁ, ଏଇ ମଝି ଦୁଦୁରାଟା ଦେଖନ୍ତୁ, ଦିଥାକିଆ ହଳଦୀ ରଙ୍ଗର ଦୁଦୁରା, ଗୋଟେ ତ କମଳା କଲର ଅଛି, ତା ପାଖରେ ଯେଉଁଟା ଏଠି ଅଛି ଗୋଟେ ଛାଡ଼ି ଗୋଟେ ଦିଆହେଇଛି, ଆପଣ ଭଲରେ ଲକ୍ଷ୍ୟ କଲେ ଜାଣିପାରିବେ। ସେ ଦୁଦୁରା ମଞ୍ଜି ଆଣିଥିଲୁ, ଆଣିକିରି ତଳି ପକେଇଲୁ। ତଳି ବି ସୁନ୍ଦର ଭାବରେ ଉଠିଲା। ଉଠିଲା ପରେ ପରେ ମେ ମାସରେ କ'ଣ ହେଲା, ଆମର ସବୁ ମାନେ ସେ ପ୍ରଭାତ ବାବୁ ଆମକୁ ଖବର ଦେଲେ ଯେ ଆପଣ ତୁରନ୍ତ ସବୁ ପରୀକ୍ଷା ନିରୀକ୍ଷା କରିଦିଅନ୍ତୁ, ଆଉ ଅମରନାଥ ଯିବା ପାଇଁ ଗଭର୍ଣ୍ଣମେଣ୍ଟ ଡାକ୍ତରଖାନାରେ ସବୁ କରିବାକୁ ପଡ଼ିବ। କ୍ୟାପିଟାଲ ହସ୍ପିଟାଲରେ ଭିଡ଼। ଆମେ ଯାଇକିରି ଖୋର୍ଦ୍ଧାରେ ଆମର ଦେହ ପରୀକ୍ଷା ନିରୀକ୍ଷା କଲୁ। ସେତେବେଳକୁ ଗଛ ଗୁଡ଼ିକ ସୁନ୍ଦର ଭାବରେ ବଢ଼ିଯାଇଛି। ତାକୁ ଆମେ ଗୋଟି ଗୋଟିଆ କରିକିରି ଦିଟା ଲେଖେ ଲଗେଇକି ବାରି ସାରା ସୁନ୍ଦର ଭାବରେ ଲଗେଇଥିଲୁ। କ'ଣ ସେ ଯେଉଁ ଦୁଦୁରା ଗଛ ତଳି, ଇଆଡ଼େ ପରୀକ୍ଷା, ଇଆଡ଼େ ତ ଯିବା ପାଇଁ ସବୁ ଯୋଜନା ଚାଲିଛି। ଯାହା ହଉ ଆମେ ବି ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲୁ। ଆମ ସ୍ୱାମୀ ସ୍ତ୍ରୀ ଆମ ସାଙ୍ଗରେ ଚୁଙ୍ଗା ବାହାରିଲା, ମାନେ ଶାଶ୍ୱତ, ମୋ ମଝିଆ ପୁଅ ଜାଳା ଭିତରୁ ଗୋଟିଏ, ସିଏ କହିଲା ଯେ ମୁଁ ସାଙ୍ଗରେ ଯିବି। ଅନ୍ୟ ଭାଇ ଭଉଣୀମାନେ ବି ତାକୁ ସହଯୋଗ କଲେ, କାହିଁକିନା ଅମରନାଥ ଯାତ୍ରାଟା ଗୋଟେ ବିପଦପୂର୍ଣ୍ଣ ଯାତ୍ରା। ଆମକୁ ସେମାନେ ଏକା ଛାଡ଼ିଲେ ନାହିଁ। ଆମେ କୌଣସି ଟ୍ରାଭେଲ ଏଜେନ୍ସି ସାଙ୍ଗରେ ଯାଉନଥିଲୁ। ଆମେ ବାପ ମା ପୁଅ ତିନି ଯାକ ବାହାରିଲୁ। ସେଇଠୁ କ'ଣ ହେଲା, ଠାକୁରଙ୍କୁ ନିବେଦନ କରିକି ଘରୁ ବାହାରିଲୁ। ଘରୁ ଯାଇକି ସବୁବେଳେ ମୁଁ ଯୁଆଡ଼େ ଯାଏ ଜଗନ୍ନାଥ ମନ୍ଦିରକୁ ଯାଇକି ସାର୍ଙ୍କୁ ଦେଖା କରିକି ଯାଏ। ବର୍ତ୍ତମାନ ପାଇଁ ସ୍ଥୂଳ ଭାବରେ ମୁଁ ସାର୍ଙ୍କୁ ହିଁ ଗୁରୁ ଭାବରେ ମୋର ସବୁ କିଛି ଜଣାଏ। ସେଠୁ ଗଲି ଯାଇକି କଟରା ଗଲୁ। କଟରାରୁ ପୁଣି ବାଲଟାଲ ଗଲୁ। ବାଲଟାଲ ରାସ୍ତାର ଏଇ ଦୃଶ୍ୟ, ବା ଗଲାବେଳେ କେଶର କିଣିଲୁ। ବହୁତ ଭଲରେ ଏପର୍ଯ୍ୟନ୍ତ ଯିବା ବି ଆମର ବହୁତ ସୁରୁଖୁରୁରେ ଚାଲିଲୁ। ଯାଇକି ବାଟରେ ପୁଣି ପଡ଼ିଲା ସୋନମାର୍ଗ ଦେଖିଲୁ। ସୋନମାର୍ଗ ଆମେ ଯିବା ପାଇଁ ଆମର ଇଚ୍ଛା ନଥିଲା, କାହିଁକିନା ଆମର ପ୍ରଥମ ଉଦ୍ଦେଶ୍ୟ ଯେତେବେଳେ ଅମରନାଥ, ଆମେ ବାଟରେ କୌଣସି ଜାଗାରେ କିଛି ଯିବା ଆସିବା କରିବାକୁ ଚାହୁଁନଥିଲୁ। କିନ୍ତୁ ଡ୍ରାଇଭର ଭାଇ ବି କ୍ଳାନ୍ତ ହୋଇଯାଇଥିଲେ, ସିଏ ଚାହୁଁଥିଲେ ଘଣ୍ଟାଏ ବିଶ୍ରାମ ନେବେ। ଆଉ ମୁଁ ଚାହୁଁଥିଲି, ଯେହେତୁ ମୁଁ ଆଗରୁ ଘୋଡ଼ାରେ ଯାଇଛି, ଚୁଙ୍ଗାର ଓଜନ ଟିକେ ଅଧିକା, ସେ ଘୋଡ଼ାରେ କେମିତି କମ୍ଫର୍ଟ ଫିଲ୍ କରିବ କି ନାହିଁ। ଚାଲିକି ଯିବା କଥା ଆମେ ମୋଟେ ଭାବିନୁ, କାହିଁକିନା ସେ ରାସ୍ତାରେ ଚାଲିକି ଯିବା ଆସିବା କରିବା ପାଇଁ ଆମେ ସାହସ କରିନଥିଲୁ। ସେଥିପାଇଁ କିଏ ସମାଲୋଚନା କଲେ, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ସେ ନିଷ୍ପତ୍ତି ଆମର, ଆମେ ଘରୁ ହିଁ ଠିକ୍ କରିଥିଲୁ ଯେ ଆମେ ଦିହେଁ ଘୋଡ଼ାରେ ଯିବୁ, ଆଉ ବାପା ସବାରିରେ ଯିବେ। କାହିଁକିନା ସେ ଯେଉଁ କେଦାରନାଥ ଗଲେ ଘୋଡ଼ାରେ, ସେ ବହୁତ ଅସ୍ୱସ୍ତି ଅନୁଭବ କରିଥିଲେ। ସେଥିପାଇଁ ପ୍ରଥମରୁ ଆମର ଏଇଟା ସିଦ୍ଧାନ୍ତ ହେଇଥିଲା। ମୁଁ ଚାହୁଁଥିଲି ଯେ ଚୁଙ୍ଗା କେମିତି ଆଗରୁ ଟିକେ ଘୋଡ଼ାରେ ବସୁ। ସେଇଥିପାଇଁ ଆମେ ସୋନମାର୍ଗରେ ମା ପୁଅ ଗଲୁ। ସେ ବି ଟ୍ୟାକ୍ସିରେ ଡ୍ରାଇଭର ସାଙ୍ଗରେ ବିଶ୍ରାମ ନେଲେ। ଚୁଙ୍ଗା ବହୁତ କମ୍ଫର୍ଟେବୁଲି, ମାନେ ବହୁତ ସ୍ୱଚ୍ଛନ୍ଦରେ ବସିଲା ଘୋଡ଼ାରେ। ମୋତେ ସେଇଟା ବହୁତ ଭଲ ଲାଗିଲା। ଆଉ ଜୀବନରେ ପ୍ରଥମ ଥର ପାଇଁ ମୁଁ କାଶ୍ମୀରର ଶୋଭା ଦେଖିଲି। ମୁଁ ତ ପାହାଡ଼ ଜଙ୍ଗଲରେ ବଢ଼ିଛି, ବିଭିନ୍ନ ପ୍ରକାର ପ୍ରାକୃତିକ ଶୋଭା ଦେଖିଛି, କିନ୍ତୁ କାଶ୍ମୀର ହେଉଛି କାଶ୍ମୀର, ସେ ପୁରା ନିଆରା। ମୁଁ ସେଇଟା ଉପଲବ୍ଧି କଲି। ଆଉ ଆମର ଯେଉଁ ଇଚ୍ଛା ଥିଲା ଯେ ଚୁଙ୍ଗା ଟିକେ ଘୋଡ଼ାରେ ବସୁ, ମୋର ଯେଉଁ ଇଚ୍ଛା ଥିଲା ସେଇଟା ବି ମୁଁ ବହୁତ ସନ୍ତୁଷ୍ଟ ହେଲି ଯେ ଯାହା ହଉ ଚୁଙ୍ଗାର କୌଣସି ଅସୁବିଧା ନାହିଁ। ତାପରେ ତ ଆମେ ଯାଇ ବାଲଟାଲରେ ପହଞ୍ଚିଲୁ। ବାଲଟାଲରେ ରାତିରେ ଆମେ ରହିଲୁ। ରାତିଟା ବେଶ ଶୁଖିଲା ଥିଲା। ଆମେ ଏପର୍ଯ୍ୟନ୍ତ କେଉଁଠି ବି ବର୍ଷା ଦେଖିନଥିଲୁ। ହଁ, ବର୍ଷା ଆମେ ଦେଖିଥିଲୁ, ଜାମ୍ମୁ ଷ୍ଟେସନରେ ପ୍ରବଳ ବର୍ଷା ହେଉଥିଲା, କିନ୍ତୁ ଆମେ ଭୟଭୀତ କେଉଁଠି ବି ହେଇନଥିଲୁ। ମନରେ ଗୋଟେ ଥିଲା, ଠାକୁରଙ୍କୁ ତ ଜଣେଇଛି, ସବୁ କଥା କହିଛି। ଆଉ ଗୋଟିଏ ବିଶ୍ୱାସ ମୋ ଭିତରେ, ଗୋଟେ ଘଟଣାକୁ ନେଇକିରି ଗୋଟେ ବିଶ୍ୱାସ ମୋ ଭିତରେ ଥିଲା ଯେ ଠାକୁରେ ଆମକୁ ଭଲରେ ନେଇକି ଆଣିବେ, ଆଉ ଠାକୁରଙ୍କ ସମ୍ମତିରେ ଆମେ ଯାଉଛୁ। ମୋତେ ଲାଗୁଥିଲା ଯେ ମୁଁ ଠାକୁରଙ୍କ ସମ୍ମତି ପାଇଛି। ତେଣୁ
ପ୍ରାୟତଃ ଆମର କିଛି ବିପଦ ପଡ଼ିନଥିଲା। ଶେଷ ପର୍ଯ୍ୟନ୍ତ ବି ଆମେ ଗଲୁ, ରାତିରେ କ୍ୟାମ୍ପରେ ରହିଲୁ। ଅନ୍ଧାର, ଖାଇବାରେ ଅସୁବିଧା, ଇଏ ଘରୁ ବାହାରେ ଖାଇବାକୁ ଭଲ ପାଆନ୍ତିନି। ସେଠି ହୋଟେଲ ଗୁଡ଼ାକରେ ପ୍ରାୟ ଏତେ ଜିନିଷ ମିଳେନି, ବେଶୀ ଭଣ୍ଡାରା ଗୁଡ଼ାକରେ ମିଳେ। ଆଉ ଭଣ୍ଡାରାରେ ଟିକେ ସଙ୍କୋଚ ଲାଗେ, ଯେହେତୁ ଆମେ କିଛି ପଇସା ଦେଉନୁ, ମାଗଣା ଖିଆ ଯେଉଁ ଗୋଟେ କଥାରେ କହିଛି। ତାପରେ ଭଣ୍ଡାରାଟା ଗୋଟେ ସେମାନେ ଭକ୍ତମାନଙ୍କୁ ଖାଦ୍ୟ ଦିଅନ୍ତି, କାଳେ ସେମାନଙ୍କ ବ୍ୟବହାର କାଳେ କ'ଣ ଲାଗିବ, ଏମିତି ସବୁ ବହୁତ ପ୍ରକାର ସଙ୍କୋଚ ମନରେ ଥିଲା। କିନ୍ତୁ ସେ କୌଣସି ଜାଗାରେ ଆମେ କୌଣସି ପ୍ରକାର ଦୁଃଖିତ ବା ଶାରୀରିକ କଷ୍ଟ ବା ଅପମାନିତ ବା ଅସୁବିଧା କିଛି ବି ଆମେ ହାବୁଡ଼ି ନାହୁଁ। ବହୁତ ସୁରୁଖୁରୁରେ ଆମେ ଗଲୁ। କେତେ ଘୋଡ଼ା ବଦଳ ହେଲା, ବୋଧେ 5ଟା ଘୋଡ଼ା ନା କ'ଣ ଚୁଙ୍ଗା ହିସାବ କରୁଥିଲା ବଦଳ ହେଲା। ଏଠି ଦେଖନ୍ତୁ ଇଏ କେମିତି ମାନେ ତାଙ୍କ ମୁହଁ କେମିତି ଦେଖାଯାଉଛି ଆପଣମାନେ ଲକ୍ଷ୍ୟ କରୁଥିବେ। ସେ କେତେ ବିବ୍ରତ ଭାବରେ ସବୁ କରୁଥିଲୁ। ଆମେ କେହି କାହାକୁ ଆମେ କିଛି ଅସୁବିଧା ବୋଲି କହୁନଥିଲୁ, କିନ୍ତୁ ଗୋଟେ ଗୋଟେ ଜାଗାରେ ଆମକୁ ବହୁତ ଅସୁବିଧା ହେଉଥିଲା। ରାତି 3:30ଟାରୁ ଆମେ ଉଠିଥିଲୁ। ସେଠି ଝାଡ଼ା ଯିବାର ଯେଉଁ ବ୍ୟବସ୍ଥା ବା ନିତ୍ୟକର୍ମ କରିବାର ଯେଉଁ ବ୍ୟବସ୍ଥା, ମୁଁ ଏବେ ବସିଲେ ଭାବୁଛି ଯେ କେମିତି ଠାକୁରଙ୍କ କୃପାରେ ସେ ସବୁ ଜାଗାରେ ଆମର କେଉଁଠି କିଛି ଅସୁବିଧା ହେଇନି। ଆମେ ସବୁଠି ନିତ୍ୟକର୍ମ ସମ୍ପାଦନ କରିଛୁ, ପୋଛାପୋଛି ହେଇଛୁ, ଲୁଗା ବଦଳେଇଛୁ, ସବୁକିଛି କରିଛୁ। କିନ୍ତୁ ଘରେ ଆସି ଭାବୁଛୁ ଯେ ପ୍ରକୃତରେ ସେଗୁଡ଼ା କେତେ କଷ୍ଟଦାୟକ ଥିଲା। ଏଇଟା ବାଲଟାଲ ରାସ୍ତା, ଆମେ ସାଙ୍ଗ ହେଇକି ମା ପୁଅ ଯାଉଥିଲୁ। ଆଉ ପହଞ୍ଚିଲା ପରେ ତ ମୁଁ କାନ୍ଦି ପକେଇଲି। ପହଞ୍ଚିଲା ପରେ ଘୋଡ଼ାଶାଳରୁ ଅମରନାଥ ଗୁମ୍ଫା ଯାଏ ଯେଉଁ ରାସ୍ତା କିଛି କମ୍ ନୁହେଁ। ସେ କଡ଼ରେ ନଈଟି ବୋହିଯାଇଛି, ବହୁତ ସୁନ୍ଦର। କିନ୍ତୁ ଆମେ ଯେଉଁ ବ୍ୟାଗ୍ ଖଣ୍ଡେ ଲେଖା ଧରିଥିଲୁ, ସେ ବ୍ୟାଗ୍ ଧରିକି ଅମରନାଥ ଗୁମ୍ଫା ଯାଏ ଚାଲିକି ଯିବା ପାଇଁ କଷ୍ଟ ବି ବହୁତ ହେଉଥିଲା। ଆଉ ଏତେ ଆନନ୍ଦ ଲାଗିଲା ଯେ ମୁଁ ଗୋଟେ ମିଶ୍ର ଅନୁଭୂତିରେ କାନ୍ଦି ପକେଇଥିଲି। ଆଉ ପୁଅ ଜନ୍ମ କରିଥିଲି, ପୁଅ ମୋର ସାଙ୍ଗରେ ଯାଇକି କେତେ ସାହାଯ୍ୟ କଲା। ଘରେ ଏଠି ପିଲାମାନେ ଦାୟିତ୍ୱ ନେଲେ। ଏସବୁ ବହୁତ ଭାବପ୍ରବଣତା ଭିତରେ ମୁଁ ସେଇ ସବୁ ଦର୍ଶନ କଲୁ। ସେଠୁ ଦର୍ଶନ କରିକି ଫେରିଲୁ। ପଞ୍ଚତରଙ୍ଗୀରେ ଗୋଟେ ରାତି ସେଇ ଟେଣ୍ଟରେ ରହିଲୁ। ପୁଣି ରାତିରେ ଆସିକିରି ପଞ୍ଚତରଙ୍ଗୀରୁ ପୁଣି ଆସିଲୁ ଶେଷନାଗ। ଶେଷନାଗରେ ଗୋଟେ ରାତି ରହିଲୁ। ଶେଷନାଗରୁ ଯେତେବେଳେ ଆସିକି ପହଞ୍ଚିଲୁ ପହିଲଗାଁରେ ନା ଚନ୍ଦନବାଡ଼ିରେ, ସେତେବେଳକୁ ଆଙ୍କୁ ଜ୍ୱର ଆସିଲା। ସେ ପାଲକିରେ ଆସୁଥିଲେ। ବାଟରେ ସେ ସବୁଠି ତ ଚିକିତ୍ସା ବ୍ୟବସ୍ଥା ଅଛି, ବାଟରେ ସିଏ ଔଷଧ ବି ଖାଇଛନ୍ତି, ଆମେ ଜାଣିପାରିନୁ। ଚନ୍ଦନବାଡ଼ିରେ ଯେତେବେଳେ ତାଙ୍କ ମୁହଁ ଦେଖିଲି, ସେ କହିଲେ ହଁ ମୋତେ ଜ୍ୱର ଆସିଛି। ଆଉ ମୁଁ ଏଇଠି ଦେଖନ୍ତୁ ଗୋଟେ ଟେଣ୍ଟ ଭିତରର ଦୃଶ୍ୟ ଆପଣଙ୍କୁ ଦେଖାଉଛି। କେତେ କଷ୍ଟ, ଗୋଡ଼ ହାତ ଦେହ ସବୁ ପୁରା ଦରଜ, ଚୁଙ୍ଗା କଷ୍ଟରେ କଡ଼ ଲେଉଟଉଥିଲା। ମୁଁ ସେଥିପାଇଁ ଭିଡ଼ିଓ କରିଦେଇଥିଲି। 3ଟା ଖଟ ଆମର, ଆଉ 3ଟା ଖଟ ଆଉ 3 ଜଣଙ୍କର। ସେପାରେଟ୍ ଟେଣ୍ଟ ନାହିଁ। 6 ଜଣ ବା 10 ଜଣ ଏକାଠି ରହିବାକୁ ପଡ଼େ। ସେଗୁଡ଼ାକ ତ ଅବର୍ଣ୍ଣନୀୟ, ଆଉ କ'ଣ କହିବି। କିନ୍ତୁ ଆମେ ଏତେ ଭୟଭୀତ ହେଇକି ଯାଇଥିଲୁ, ସେଭଳି କୌଣସି ସ୍ଥିତି ଆମେ ସେଠି ଦେଖିନାହୁଁ। ତାହେଲେ ଏସବୁ କଥା ଭିତରେ ଆପଣଙ୍କୁ ମୁଁ ଯେଉଁ କହିଲି ସେ ଦୁଦୁରା ଫୁଲ କଥା କ'ଣ କହୁଛି ଶୁଣନ୍ତୁ। ଦୁଦୁରା ତଳି ତ ଆମେ ସବୁଆଡ଼େ ଲଗେଇଦେଲୁ। ମୋ ମନ ଭିତରେ କାହିଁକି ଗୋଟେ ଭାବନା ଆସିଲା। ମୁଁ କହିଲି ଠାକୁରେ, ମୁଁ ତ ଯାଇଥିଲି କୋକିଳାମୁଖ ଆପଣଙ୍କୁ ନିବେଦନ କରିବାକୁ ଯେ ମୁଁ କେମିତି ଭଲରେ ଭଲରେ ଯାଇକିରି ଅମରନାଥ ଦର୍ଶନ କରିକି ଆସିବି। ଏଇ ଯେଉଁ ଦୁଦୁରା ମଞ୍ଜିଟି ମୁଁ ଆଣିଛି, ଯଦି ମୁଁ ଯିବା ପୂର୍ବରୁ ଏଇ ମଞ୍ଜିର ଗଛରୁ ଗୋଟିଏ ଫୁଲ ମୁଁ ତୁମକୁ ଅର୍ପଣ କରିବି, ତାହେଲେ ମୁଁ ଜାଣିବି ଯେ ମୋ ଯାତ୍ରା ସୁଗମ ହେବ। ଆମେ ଏକଥା ମୁଁ ୟାଙ୍କୁ ବି କହିନି, କାହାକୁ ବି କହିନି। ସେଠୁ ସେ ଦୁଦୁରା ତଳି ଆମେ ସବୁଆଡ଼େ ଲଗେଇଦେଲୁ। ଯେଉଁଦିନ ଦୁଦୁରା ତଳି ଲଗେଇଲୁ, ତା 2-4 ଦିନ ପରେ ଆମ ବାଡ଼ିକି ବାରହା ଆସିଲେ, ଆଉ ସବୁ ଗଛ ତଡ଼ାତଡ଼ି କରିଦେଲେ। ସବୁ ତାରିକି ସକାଳୁ ମୁଁ ମୋ ମନ ଭିତରେ ତ ଏ କଥାଟା ଅଛି, ତେଣୁ ମୁଁ ଗଛକୁ ସବୁବେଳେ ଲକ୍ଷ୍ୟ କରୁଥିଲି। ଯଦି ଭଲରେ ଲକ୍ଷ୍ୟ କରିନଥାନ୍ତି ମୁଁ ବି ଜାଣିପାରିନଥାନ୍ତି। ଦେଖିଲା ବେଳକୁ ଯେତେବେଳେ ସବୁ ଗଛ ଦେଖିଲି ଓପାଡ଼ି ଦେଇଛନ୍ତି, ମୁଁ ସେଇ ଉପୁଡ଼ି ଯାଇଥିବା ଗଛରୁ 2ଟା ଆଣିକି କୁଣ୍ଡରେ ଗୋଟେ ପୋତି ଦେଲି। ମୁଁ କହିଲି ହଉ, ଗଛ ତ ଏମିତି ଅବସ୍ଥା ହେଇଯାଇଛି, ସେ ଗଛକୁ ଆଉ ଥରେ ପୋତିଲି, ଆଉ 2ଟା ଗଛ ଆଣି କୁଣ୍ଡରେ ପୋତିଦେଲି। ମୁଁ କହିଲି କାଳେ ପୁଣି ବାରହା ଏ ଗଛକୁ ଓପାଡ଼ିବେ, କୁଣ୍ଡରେ ପୋତିଲେ ସେମାନେ କିଛି କରିପାରିବେନି। ମୁଁ ସେଇ ଯିବା ବେଳର ବିଭିନ୍ନ ସ୍ଥିତି ଦେଖାଉଛି। ଏଇଟା ଆମେ ପଞ୍ଚତରଙ୍ଗୀରୁ ଯାଇଥିଲୁ, ବାହାରିଥିଲୁ ଶେଷନାଗ। ଏ ଭିଡ଼ିଓ ସିଏ ବସୁଥିଲେ ପାଲକିରେ, ଆମେ ବସୁଥିଲୁ ଘୋଡ଼ାରେ। ହଉ, ସେଠୁ ସେ ଫୁଲକୁ ମୁଁ ଆଣିକି ଗୋଟିଏ କୁଣ୍ଡରେ ଲଗେଇଲି। ସେ କୁଣ୍ଡକୁ ମୁଁ ସବୁବେଳେ ଲକ୍ଷ୍ୟ କଲି। କଡ଼ପଡ଼ କିଛି ନାହିଁ, 2ଟି ଶାଖା ହେଇକି ଛୋଟିଆ ଗଛଟିଏ। ଯିବାକୁ 5-7 ଦିନ ଅଛି। ମୁଁ ଟିକେ ପାଖକୁ ଯାଇ ଦେଖିଲା ବେଳକୁ ଆରେ ସତରେ ତ ସେ ଗଛରେ ଗୋଟିଏ କଢ଼ ହେଇଛି। ମୁଁ କହିଲି ହଉ,
गोटे कढ़ तो होइची जदि फुलटी फुटिब ताहले मु नेइकिरी जाहा मोर इच्छाटा पूर्ण हम मु टिके अनुभवटा सत्य हो गले माने जो भावनाटा जेतेबेले सत्य हो जाए विश्वासटा टिके दृढ़ हो जाए मनटा टिके आश्वस्त हो जाए तेणु अरख गछरे दुदुरा गछरे कढ़ देखिक बहुत खुशी हेली एटा भी सेठिकार गोटे भंडारार दृश्य जोठी आमे से पालकी आसुले आमे घोड़ा जाऊँ कि सेठी आमे एकाठी हो जाइलु तेणु से बहुत खुशी हो जाइए फेरला बेलर जिते आम मन बहुत खुशी थिला एबे तो घर को फेरबू आ दुख कर कौन अच्छी शुणु सकाळु पूर्व दिन जाए मु देखिली से दुदुरार कढ़ ठीक माने हलदिया कलर अच्छी आ धीरे धीरे गोटे कढ़ जमी ग्रो करवा कथा से ग्रो करुच्ची सेतेबेले जाए भी मुझे कही नथिली मु किंतु तार सबु स्टेज रो गोटे गोटे फोटो मु उठाउथली जे सबु बेले भी मो जीवन में जितेबाला जहाँ अनुभूति आसे मु हठात आंकु भी कहेनी खाली आंकु एति कहे मु एई कथाटा भाबिची तमे साक्षी थाओ से कथार मोर मन पड़ी जो दिन मोर गुरुदेव देहत्याग कले से दिन मु बहुत विचलित अनुभव करी कही मु कहीं एते विचलित होउची आउ मत कहीं आज बहुत विचलित लगुच से कही चल टे सार पाखक जावा आम सार पाखक जाइलु जो जगन्नाथ मंदिर को मुझे जाए आ सार सहित बहुत थर भी फोटो शेयर करची सार पाखक जाइलु आ से दिन राति आम खबर पाइलु जे बाबा देहत्याग करछंती से दिन ठू मु बाबा को जहाँ कहे बा जहाँ कहवा चाहे सेटा सार को मु कहे ये देखंतु से कढ़टा थिला पर्यंत से फुलटी हलदिया देखाउथला एई कुंड से जगह से नहीं रखिली सेटा हलदिया दिसुला किंतु ठीक फुटिला दिन फुलटी धला होइकी फुटिला से मु भाबिली आमे सुरुखुरु गलु आसिलु किंतु तांकर जो लिंग बरफर आमे देखि पारिलु नाही काहेकि से प्रकृतिर कौन भगवान लीला हेले भी से गुंफा देखिकी मु निजको धन्य मन करुच्ची आ जो भलिया निरापद रे आसिलु एबे सेपटे जहाँ हेइची आपण माने सब जानुथिबे आमे फेरिबा परे परे ही ए वर्षर अमरनाथ यात्रा बंद हो जाइथिला तेणु पवित्र गुरु दिवस रे मु गुरुंकर अनुभूतिर जयगान करुच्ची मोर बाबा ठाकुरे आ सार को मु कोटि कोटि प्रणाम जनाऊँगी जुगे जुगे मते एई भली गुरु मिलू गुरु आ जगन्नाथ विषय तुलना करके बहुत लोक बहुत प्रकार मत देउछंती आध्यात्मिकता संपूर्ण व्यक्तिगत कहार कौन पाप हब पुण्य हब सेटा भी व्यक्तिगत निजको जहाँ भल लगुची से भली आध्यात्मिकवादी हुअन्तु।